ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟେ ନୂଆ ଅଧ୍ୟାୟରେ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ଗଳା ବିଚାର, ଆଉ ଆମେ ଏଇ ଅଧ୍ୟାୟରେ ଜାଣିବା ସ୍ତନର ସ୍ୱତନ୍ତ୍ର ବିଚାର। ତ ବନ୍ଧୁ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା। ଯାହାଙ୍କର ସ୍ତନ ଖୁବ୍ ମୋଟା ଓ ବୃହତ, ସେପରି ସ୍ତ୍ରୀ ଦୁଶ୍ଚରିତ୍ରା ଭାବରେ ସମୟ ଅତିବାହିତ କରିଥାନ୍ତି। ଯାହାଙ୍କର ଦୁଇ ସ୍ତନର ମଧ୍ୟମ ଭାଗ ଖୁବ୍ ଫାଙ୍କା, ସେମାନଙ୍କୁ ଭାଗ୍ୟବତୀ ସ୍ତ୍ରୀ ଭାବରେ ବିଚାର କରନ୍ତି। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କର ସ୍ତନର ମଧ୍ୟାଂଶରେ ଫାଙ୍କା ବିଶେଷ ଜଣାଯାଏ, ସେମାନେ ଦୁଃଖିନୀ ନାରୀ, ସେମାନଙ୍କ ଦୁଃଖ କହିଲେ ନ ସରେ। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କର ସ୍ତନ ଚାରିପାର୍ଶ୍ୱ କଳା ଓ ଫଟା ଫଟା ଦାଗ ପରି ଦୃଶ୍ୟମାନ, ସେମାନେ କେବେ ସୁସ୍ଥ ସ୍ୱାସ୍ଥ୍ୟରେ ବଞ୍ଚି ପାରନ୍ତି ନାହିଁ, ଦରିଦ୍ର ତଥା ରୋଗିଣୀ ଭାବରେ ବଞ୍ଚି ରହନ୍ତି। ତ ବନ୍ଧୁ ଆଗକୁ ଯିବା। ଯାହାଙ୍କ ସ୍ତନର ଭୁଣ୍ଡି ଅନୁନ୍ନତ, ସେମାନେ ଭାଗ୍ୟବତୀ ନାରୀ ଭାବରେ ପରିଚିତ। ତ ବନ୍ଧୁ ଆଜି ଆମେ ଜାଣିଲେ ସ୍ତନର ସ୍ୱତନ୍ତ୍ର ବିଚାର। ଆମେ ଆଗାମୀ ଭିଡ଼ିଓରେ ଜାଣିବା ଭାଗ୍ୟବତୀ ନାରୀମାନଙ୍କର କପାଳ। ତ ସେଇ ପର୍ଯ୍ୟନ୍ତ ରହୁଛି। ନମସ୍କାର।